ରିଡିଷ୍ଟ୍ରିବ୍ୟୁଟ୍ କରିବେ ତାମାନେ ଧନୀଙ୍କ ଟଙ୍କା ଆଣି ଗରିବକୁ ଦେବେ। ଧନୀଙ୍କ ଟଙ୍କା ଆସିବ ନାହିଁ। ଏଇ ଯେଉଁ ଜିନିଷ ଦିଆଯାଉଛି ତାଙ୍କୁ ଦିଆ ହେଇଯାଉଛି ଧରନ୍ତୁ ରେଲୱେ ସମ୍ପତ୍ତି ହେଉଛି ଷ୍ଟେଟ୍ର ଏବଂ ଲୋକମାନଙ୍କର ସମ୍ପୃକ୍ତି ତା ଦେହରେ ଅଧିକ ସେ ସମ୍ପତ୍ତିକୁ ହସ୍ତାନ୍ତର କରାଯିବ। ରିଡିଷ୍ଟ୍ରିବ୍ୟୁଟ୍ ମାନେ ପୁନର୍ବିତରଣ କରିବା। ଯେତେବେଳେ ରହିଯିବ ତାଙ୍କ ପାଖରେ ନାଇଁ ରାହୁଲ ଗାନ୍ଧୀ କହୁଛନ୍ତି ସର୍ଭେ କରାଯିବ କାହା ପାଖରେ କେତେ ସମ୍ପତ୍ତି ଅଛି SC ST ପାଖରେ କେତେ ଅଛି ତା ମାନେ SC ST ପାଖରେ କମ୍ ଅଛି ଦୁର୍ବଳ ଲୋକଙ୍କ ପାଖରେ କମ୍ ଅଛି ପଛୁଆ ଶ୍ରେଣୀ ପାଖରେ କମ୍ ଅଛି ତ ଯୋଉମାନଙ୍କ ପାଖରେ ଅଧିକା ଟଙ୍କା ଅଛି ୱେଲ୍ଥ ଅଛି ସେ ଟଙ୍କାକୁ ଆଣି ଗରିବ ଲୋକଙ୍କୁ ଦେଇଦେବା। ଏଇଟା ଗୋଟେ ମାର୍କ୍ସିଷ୍ଟ ଇକୋନୋମି ଭଳି ଲାଗୁଛି। ନଟ୍ ଆଟ୍ ଅଲ୍। କୌଣସି ଡେମୋକ୍ରାଟିକ୍ କଣ୍ଟ୍ରିରେ ଏଇ ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ଟଙ୍କା କାହାଠାରୁ ଆଣିକରି ବାଣ୍ଟି ଦିଆଯାଇପାରେ। ତାହେଲେ କଂଗ୍ରେସ ରିଡିଷ୍ଟ୍ରିବ୍ୟୁସନ ଅଫ୍ ୱେଲ୍ଥ କଥା କାହିଁ କହୁଛି? ଗୋଟେ ସିଷ୍ଟମ ହେବ। ସିଷ୍ଟମଟାରେ କ'ଣ ଯେ ଯେଉଁଥିରେ ସମାନ ସୁଯୋଗ ରୋଜଗାର କରିବାର ସମାନ ସୁଯୋଗ ଉପରବାଲା ଯେତିକି ପାଉଛି ତଳବାଲା ସେତିକି ପାଇବ। ପଞ୍ଚାନନ ବାବୁ ଆପଣ ତ ଅର୍ଥନୀତିକୁ ଏତେ ଭଲ ଭାବରେ ଜାଣିଛନ୍ତି। 5ଟା ଆଙ୍ଗୁଠି ଭିତରେ ଆମେ ଦେଖୁଛୁ କେତେ କେତେ ବଡ଼ ତାରତମ୍ୟ ଅଛି। ଆପଣ କେମିତି କହିବେ ସବୁ ଆଙ୍ଗୁଠି ଗୁଡ଼ାକ ସମାନ ହେଇଯିବ? ମୁଁ ତ ସମାନ ଜମା ସମାନ କହୁନି। 5ଟା ଆଙ୍ଗୁଠି ଭିତରେ ଅସମାନତା ଅଛି କିନ୍ତୁ ସେ ଅସମାନତାର ଧାରା ଯଦି ଲକ୍ଷ୍ୟ କରିବା ଏକଦମ ହାତକୁ ମୁଠା କରିବା ବା ଇଏ କରିବା ପାଇଁ ଶକ୍ତି କରିବା ପାଇଁ କି ସେ ଗୁଡ଼ିକ ସେମିତି ଭାବରେ ନେଚର ପ୍ରକୃତି ତିଆରି କରିଛି। ଯଦି ଗୋଟାଏ ଆଙ୍ଗୁଠି ଆଦରୁ ଗୋଟାଏ ଛୋଟ ଥାନ୍ତା ଅତିମାତ୍ରାରେ ଛୋଟ ଥାନ୍ତା ତାହେଲେ ଏ ହାତ ମୁଠାଟା ଷ୍ଟ୍ରେଙ୍ଗଥେନ୍ ହେବ ନାହିଁ। ଏ ବିଷୟ ଜାଣିବା ଦରକାର। ଆମର କ'ଣ ହେଇଛି ଆମର ଯେଉଁ ନାଇଁ ଆମେ ସବୁ ଆଙ୍ଗୁଠି ଗୁଡ଼ାକୁ ସମାନ କରିବାକୁ ଚାହୁଁଛେ ରିଡିଷ୍ଟ୍ରିବ୍ୟୁସନ ମାନେ ସେଇଆ ନା ନଟ୍ ରିଡିଷ୍ଟ୍ରିବ୍ୟୁସନ ସେଇଆ ନୁହେଁ। ସବୁ ଆଙ୍ଗୁଠିର ଷ୍ଟ୍ରେଙ୍ଗଥ ତାକୁ କୁହାଯାଏ ଯେ ସଶକ୍ତିକରଣ। ଏକଥା ତ ମ୍ୟାନିଫେଷ୍ଟୋରେ କୁହାନି ଏକଥା କହୁଛି ରିଡିଷ୍ଟ୍ରିବ୍ୟୁସନ କରିଦେବୁ ପୁନର୍ବିତରଣ କରିଦେବୁ। ସଶକ୍ତିକରଣରେ ଧର ଆମର ରକ୍ତ ସଞ୍ଚାରିତ ହେଉଛି ରକ୍ତ ଗୋଡ଼କୁ ବି ଯାଉଛି ରକ୍ତ ଯାଉଛି ଏଠିକି ବାଳକୁ ବି ଯାଉଛି ପାଦକୁ ଯାଉଛି ହାତକୁ ଯାଉଛି ରକ୍ତ ପୁରା ସଞ୍ଚାଳିତ ହେଉଛି। ସେ ଯେଉଁ ରକ୍ତ ସଞ୍ଚାରିତ ହେବ ସେ ସମସ୍ତଙ୍କୁ ଷ୍ଟ୍ରେଙ୍ଗଥ ଯୋଗାଇବା ପାଇଁ ଆକୁ ଡିଷ୍ଟ୍ରିବ୍ୟୁସନ କରାଯିବ। କେମିତି ଡିଷ୍ଟ୍ରିବ୍ୟୁଟ୍ କରିବେ ସେ ସିଷ୍ଟମଟା ମନେ କରନ୍ତୁ ଅମ୍ବାନୀ ପାଖରେ ଯାହା ରାହୁଲ ଗାନ୍ଧୀ ସବୁବେଳେ କହୁଛନ୍ତି ଅଧିକ ଟଙ୍କା ଅଛି ଅମ୍ବାନୀ ପାଖରେ ଅଛି ବା ଅଦାନୀଙ୍କ ପାଖରେ ଅଛି। ଅମ୍ବାନୀକୁ ତ ବେଶୀ ଆଟାକ୍ କରୁନାହାନ୍ତି ଅଦାନୀଙ୍କ ଆଟାକ୍ କରୁଛନ୍ତି ତ ଅଦାନୀଙ୍କର ଟଙ୍କାକୁ କ'ଣ ଆପଣ ନେଇ ଆସିବେ ତାଙ୍କ ଆଦାନୀ କି ଅମ୍ବାନୀ କି ଦିଆଯାଇଥିବା ସମସ୍ତ ସମ୍ପତ୍ତି ବା ମିନେରାଲ ରିସୋର୍ସେସ୍ ଆମେ ମିନେରାଲ ରିସୋର୍ସେସ୍କୁ ଆଣିବୁ ଷ୍ଟେଟ୍ ଓନ୍ଡ OMC ପାଖରେ ରଖିବୁ। ଷ୍ଟ୍ରେଟ୍ କଥା ସିଧା କଥା ମାଇନିଂ କର୍ପୋରେସନ୍ ପାଖରେ ଆମେ ଆକୁ ରଖିବୁ OMC MMTC। ତ ଆପଣ ଗୋଟେ ଫ୍ରି ଷ୍ଟେଟ୍ରୁ ଯେଉଁଠି ଫ୍ରି ଟ୍ରେଡ୍ ପ୍ରାକ୍ଟିସ୍ ଅଛି ମୁକ୍ତ ଭାବରେ ଜଣେ ବିଜନେସ୍ କରିପାରିବ ମୁକ୍ତ ଭାବରେ ଜଣେ ଟଙ୍କା କମେଇ ପାରିବ ତାକୁ ଆପଣ ରେଷ୍ଟ୍ରିକ୍ଟ କରିବେ କଣ୍ଟ୍ରୋଲ କରିବେ ନା ଏତେ ଟଙ୍କା କମେଇ ପାରିବ। ମାର୍କେଟିଂ କରିବ ଯିଏ ସେ ମୁକ୍ତ ଭାବରେ କରିବ ବଜାର ଯିଏ ମୁକ୍ତ ବଜାର ତିଆରି ହେବ ମୁକ୍ତ ବଜାର କିନ୍ତୁ ଉତ୍ପାଦନରେ ଯେଉଁମାନଙ୍କର ସମ୍ପୃକ୍ତି ରହିବ ସେମାନଙ୍କର ଆୟ ବା ସୁରକ୍ଷିତ ରହିବା ଦରକାର।